ଗଛ ତଳେ ବିତାଉଛନ୍ତି ଦିନ। ଘରଟିଏ ନଥିବାରୁ ଅସୁବିଧାରେ ପରିବାର। ହଁ ଦର୍ଶକ ବନ୍ଧୁ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡ଼ଭାଳ ପଞ୍ଚାୟତ ଝରାମୁଣ୍ଡାର ଗୀତାଞ୍ଜଳି ସାହୁଙ୍କର ଦୃଶ୍ୟ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୀତାଞ୍ଜଳି ସାହୁ ଘରଟିଏ ପାଇଥିଲେ। ଘରର ପ୍ରଥମ ବିଲ୍ ତାଙ୍କୁ ମିଳିଛି। ଘରଟି ଛାତର ଲେବୁଲ ହୋଇସାରିଛି, ହେଲେ ଦ୍ୱିତୀୟ ବିଲ୍ଟି ସେ ପାଇପାରୁନାହାନ୍ତି। ଘରର ବିଲ୍ କରୁଥିବା କାର୍ଯ୍ୟର ଅଧିକାରୀଙ୍କୁ ଗୀତାଞ୍ଜଳି ସାହୁ ଜଣାଇଲା ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ। ମୋ ନାଁ ଗୀତାଞ୍ଜଳି ସାହୁ, ଝରାମୁଣ୍ଡା ଆମ ଗାଁ। ମାସେ 8 ଦିନ କି 9 ଦିନ ହେଲାନା ଆମର ବେଣ୍ଟ ପଡ଼ିକିରି ଛାତ ଲେବୁଲ ହେଇସାରିଲାନା। ବିଲ୍ଟା ଟିକେ ଯଦି ଝାଇକିନା ହେଇତା ବେଲେ ଭଲ ହେଇତା। ଧାର ଉଧାର କରିକିରି ଆମେ ଯେ ଅଛୁ, ଆମକୁ ଲୋକ ମାଗୁଛି, ଆମେ କିଣିକିନା କିଆ କରି ଶୋଚୁ। ବିଲ୍ଟା ହେଲେ ଭଲ ହେଇତା। ଗୁହାରି କରୁଛି ବିଲ୍ଟା ଜଲ୍ଦି ହେଉ। ମୋ ନାଁ ହେଉଛି ବସନ୍ତ କୁମାର ସାହୁ, ଝରାମୁଣ୍ଡା। କାଣା ସମସ୍ୟା ସମସ୍ୟା ବେଲେ ଆଜ୍ଞା ଘର ଗୋଟେ ମୋତେ ସରକାର ତରଫରୁ ମିଳିଥିଲା, ଗରିବ ଲୋକ। ବର୍ତ୍ତମାନ ଏଇ ଜରି ପାଣି ଟାଣିକିନା ଆମେ ରହୁଥିଲୁ। ପୁଅ ଗୋଟେ ମୋର 18 ବର୍ଷ ହେଲାନା, ସିକ୍ଲିନ୍ ପେସେଣ୍ଟ। ଯାହା ଘରେ ସିକ୍ଲିନ୍ ପେସେଣ୍ଟ ଜଣେ ଅଛି, ସେ ହିଁ ଦୁଃଖଟା ଜାଣିପାରିବ। ମୁଇଁ ମାମୁଲି ତ ଗୋଟେ ଛୋଟିଆ ମୋଟିଆ ଡ୍ରାଇଭରଟେ। ମୁଁ କେତେ ବାଟ ମାଣି ଯେ ମୁଇଁ ତାକୁ ତଥାପି ପଇସା ବଳରେ ମୁଇଁ ତାକୁ 18 ବର୍ଷ ଯାକେ ବଞ୍ଚେଇକି ରଖିଛି। ତେଣୁ କରିକି ଘର ସମସ୍ୟା ଟିକେ ବନେଇ ନାଇଁ ପାରିଥିଲି। ଗାଡ଼ି ମଟର ଧାର ବାଡ଼ି କରିକିନା ଯେତେବେଳେ ଆସିକି ଘରଟା ବନେଇଲି, ସେମାନେ ଦେଲେ ବିଶ୍ୱାସ କରିକିରି। ସେ ଜିନିଷପତ୍ର ଯେଉଁ ଦେଇଛି, ଇଟା ବାଲି ଗେଟି ଗୁଡ଼ି ବାଲି ଯାହା ଦେଇଛି, ସେମାନେ ପଇସା ପତ୍ର ମୋତେ ମାଗୁଛି। ବାଟରେ ଦାଣ୍ଡେ ଯୋଡ଼ିକି ଦେଖିଲେ ଚାଉଳ ନେଇଯାଇଥିବି ପଞ୍ଚାୟତରେ, କେଉଁଟେ ହାଟକୁ ଯାଇଥିବି, କେଉଁଟେ ବାଟରେ ଦାଣ୍ଡରେ ଯୋଉଟେ ଭେଟିଲେ ବି ମୋତେ ପଇସା ମାଗୁଛି। ଏଭଳିଆ ମୋତେ ଖରାପ ଲାଗୁଛି ଯେ ମୁଁ ନିଜକୁ ନିଜେ ମୁଇଁ କେମିତି ବଞ୍ଚିବି ବୋଲିକି ମୁଇଁ ଚେଷ୍ଟା କରୁଛି। ଆତ୍ମହତ୍ୟା କରିଦେବି କି ବେଳେବେଳେ ମୋ ମନରେ ଭାବ। ଏଇଭଳିଆ ମୁଇଁ ଲଜ୍ଜିତ ହେଇକିରି ଅଛି। ମୁଁ ଖାଲି ସରକାରକୁ ଏତିକି ଅନୁରୋଧ, ମୋର ବିଲ୍ଟା ପାସ୍ କରିଦେଲେ, ମୁଇଁ ଖାତାଟା ପକାଇଦେଲେ ମୁଇଁ ଶାନ୍ତିରେ ରହିପାରିବି। ଘରେ ତାଙ୍କ ସିକ୍ଲିନ୍ ରୋଗୀ। ଗୀତାଞ୍ଜଳି ସାହୁଙ୍କ ସ୍ୱାମୀ ବସନ୍ତ ସାହୁ କାର୍ଯ୍ୟରେ ଡ୍ରାଇଭର। ଘରଟିଏ ନଥିବାରୁ ଓ ଘରେ ଜଣେ ରୋଗୀ ଥିବାରୁ ବସନ୍ତ ସାହୁ କାର୍ଯ୍ୟକୁ ବି ଯାଇପାରୁନାହାନ୍ତି। ବହୁତ ଅସୁବିଧାରେ କାଟୁଛନ୍ତି ଦିନ। ରେଢ଼ାଖୋଲରୁ ଦୀପକ ସିଂଙ୍କ ରିପୋର୍ଟ, ଆମ ଓଡ଼ିଶା।